ସନ୍ଧ୍ୟାବେଳେ କ'ଣ କଲେ କ'ଣ ହୁଏ? ସନ୍ଧ୍ୟାବେଳେ ଶୋଇଲେ ରୋଗ ହୁଏ ଓ ଦୁଃଖ ବଢ଼େ। ସନ୍ଧ୍ୟାବେଳେ ଖାଇଲେ ଖାଦ୍ୟ ହଜମ ହୁଏ ନାହିଁ। ଏହି ସମୟରେ କୁକଥା କହିଲେ ଦେବତା ଓ ପୂର୍ବପୁରୁଷ ଅଶାନ୍ତି ହୁଅନ୍ତି। ଅପକର୍ମ କଲେ ଶାସ୍ତି ମିଳେ ଆଉ କ୍ରୋଧିତ ହେଲେ ଅଶାନ୍ତି ମିଳେ। ଆତ୍ମସଂଯମ କଲେ ମନରେ ଶାନ୍ତି ଆଉ ସ୍ଥିରତା ଆସେ। ସଂସାର ଧର୍ମ ପାଳନ କଲେ ଭଗବାନ ଖୁବ୍ ଶୀଘ୍ର ଦୁଃଖ ଶୁଣନ୍ତି। ଈଶ୍ୱର ଉପାସନା କଲେ ମନରୁ କୁଚିନ୍ତା ଦୂରେଇ ଯାଏ। ଗୀତା ଦାନ କଲେ ମହାପୁଣ୍ୟ ଲାଭ ହୁଏ। ମାଳ ଗଡ଼େଇବା ଦ୍ୱାରା ଚଞ୍ଚଳ ମନ ସ୍ଥିର ହୁଏ। ରାମ ନାମ ଜପ କଲେ କଳିଯୁଗରେ ମୁକ୍ତି ମିଳେ ଆଉ ସମୁଦ୍ରରେ ସ୍ନାନ କଲେ ପାପତାପ ନଷ୍ଟ ହୁଏ। ଅନ୍ୟାୟ କଲେ ବିନାଶ ହୁଏ। ଅହଙ୍କାର କଲେ ଗର୍ବ ବଢ଼େ। ଧର୍ମ କାର୍ଯ୍ୟ କଲେ ପୁଣ୍ୟ ଫଳ ମିଳେ। ଅନ୍ୟଠାରୁ ସମ୍ମାନ ମିଳିଲେ ଜୀବନ ସାର୍ଥକ ହୁଏ। ଉତ୍ତରକୁ ମୁଣ୍ଡ ଦେଇ ଶୋଇଲେ ଶକ୍ତି କ୍ଷୀଣ ହୁଏ ତଥା ବୈଜ୍ଞାନିକମାନଙ୍କ ମତରେ ଉତ୍ତର ଦକ୍ଷିଣ ଦିଗକୁ ମୁଣ୍ଡ ଦେଇ ଶୋଇଲେ ଏଥିରେ ଚୁମ୍ବକୀୟ ଶକ୍ତି ଥାଏ, ଫଳରେ ରକ୍ତଚାପ ବୃଦ୍ଧି ପାଇଥାଏ। ଜୟ ଜଗନ୍ନାଥ। ସ୍ୱାମୀ ନୟନ ପଥଗାମୀ ଭବ ତୁମେ।